ଧନୀପୁର ଗ୍ରାମରେ ଜଣେ ଜମିଦାର ରହୁଥିଲେ। ସାତଖଣ୍ଡ ଗାଁରେ ଜମିଦାର ଥିବାରୁ ସିଏ ବହୁତ ଧନୀ ଥିଲେ। ଏ ସାତଖଣ୍ଡ ଗାଁରେ ସବୁଠାରୁ ଧନୀ ହେଲି ମୁଁ। ମୋ ଠାରୁ କେହି ଧନୀ ନାହାନ୍ତି। ଏ ନିଅ ପାଣି ପିଇ ଦିଅ। ପାଣି ପାଣି ମୁଁ ପିଇମି ସୁନାରେ। ମୁଁ ବହୁତ ଧନୀବାନ ଲୋକ, ମୁଁ ପାଣି ପିଇବି ସୁନାରେ। ଆରେ ତମେ କ'ଣ ଏମିତି ସୁନା ସୁନା ଖାଲି ହଉଛ? ମୁଁ ହେଲି ବହୁତ ଧନୀ। ମୁଁ ଖାଇବି ସୁନାରେ, ପିଇବି ସୁନାରେ, ଆଉ ଶୋଇବି ସୁନାରେ। ମୋର କିଏ କ'ଣ କରିବ? ଜମିଦାର ଜଣକ ବହୁତ ଧନୀ ହେଇଥିବାରୁ ସେ ଗର୍ବ ଆଉ ଅହଙ୍କାରରେ ବଶୀଭୂତ ହୋଇ ସୁନା ସୁନା ହଉଥିଲେ। ଶୁଣ ଭାଇମାନେ ଶୁଣ, ମୁଁ କରିବି ସୁନାର ଘର, ମୁଁ କରିବି ସୁନାର ଗାଁ, ମୁଁ କରିବି ସୁନାର ଗଛ, ଆଉ ଚାରିଆଡ଼େ ଗାଁ ସାରା ସବୁ ଖାଲି ସୁନା ସୁନା ହିଁ ସୁନା ହବ। ଆରେ ଏ ଜମିଦାରଙ୍କର ମୁଣ୍ଡ ନଷ୍ଟଭଷ୍ଟ ହେଇଗଲାଣି। ହଁ ଏ ଜମିଦାରଙ୍କ ମୁଣ୍ଡ ନଷ୍ଟଭଷ୍ଟ ହେଇଗଲାଣି। ସତରେ ଏ ଜମିଦାରଙ୍କ ମୁଣ୍ଡ ନଷ୍ଟଭଷ୍ଟ ହେଇଗଲାଣି। ଚାରିଆଡ଼େ ଚର୍ଚ୍ଚା ହେବାକୁ ଲାଗିଥିଲା କି ଜମିଦାର ପାଗଳ ହୋଇଯାଇଛନ୍ତି ବୋଲି। ଦିନେ ରାତିରେ ଜମିଦାର ଶୋଇଥିବା ସମୟରେ ସ୍ୱପ୍ନ ଦେଖିଥିଲେ। ସତରେ ସ୍ୱପ୍ନ ହବ ମୋର ସତ। ମୁଁ ଯିମି ସେ ବାବାଙ୍କ ପାଖକୁ। ଠିକ କଥା, ଯେ ବାବା ମୋ ସ୍ୱପ୍ନ ଆସିଥିଲେ ତାଙ୍କ ପାଖକୁ ମୁଁ ଯିମି। ସକାଳୁ ହେଲା ପରେ ଜମିଦାର ଜଣକ ସ୍ୱପ୍ନରେ ଦେଖିଥିବା ବାବାଙ୍କୁ ଖୋଜିବା ପାଇଁ ଜଙ୍ଗଲକୁ ବାହାରି ଯାଇଥିଲେ। ଜଙ୍ଗଲ ସାରା ଖୋଜି ସାରିଲୁଣି, ହେଲେ ବାବାଙ୍କର ଦର୍ଶନ ମିଳୁନି। କେଇଠି ଅଛନ୍ତି ସେ ବାବା? ପୁରା ଥକି ଗଲୁଣି। ଆଚ୍ଛା, ଏଇ ଗଛ ମୂଳରେ ବସିଯାଏ। ଜଙ୍ଗଲ ସାରା ଖୋଜି ଖୋଜି ବାବାକୁ ନ ପାଇଥିବା ଯୋଗୁଁ ଜମିଦାର ଜଣକ ଗୋଟିଏ ଗଛ ମୂଳରେ ବସିବାକୁ ଲାଗିଥିଲେ। କିଏ ସେଠି? କିଏ? ମୋ ସାମ୍ନାକୁ ଆସ। ମୁଁ ହେଲି ଯଖ। ମୁଁ ଏଇ ଗଛ ମୂଳରେ ବାସ କରେ। ତମେ ମୋ ଘରକୁ ଆସିଛ ଯେହେତୁ କ'ଣ ବର ମାଗୁଛ ମାଗ, ମୁଁ ତମକୁ ବର ଦେଇପାରିବି। ଏ କଥା ଜମିଦାର ଶୁଣି ମନେ ମନେ ଖୁସି ହେଇଥିଲେ ଆଉ ବର ମାଗିବାକୁ ଲାଗିଥିଲେ। ଆଚ୍ଛା, ତମେ ବର ଦେଇପାରିବ? ଦେଇପାରିବ ମତେ ବରେ? ତାହେଲେ ମତେ ଦିଅ। ମୁଁ ଯାହାକୁ ଛୁଇଁମି ସିଏ ସୁନା ହେଇଯିବ। ତଥାସ୍ତୁ। ଜମିଦାର ଖୁସି ହେଇ ଘରକୁ ଫେରିବା ପାଇଁ ଲାଗିଲେ। କିଛି ବାଟ ଆସିଲା ପରେ ସେ ମନେ ମନେ ଚିନ୍ତା କଲେ, ଆରେ ମୁଁ ସିନା ବର ପାଇଗଲି, ହେଲେ ଏ ବର କାମ କରୁଛି କି ନାହିଁ ଜାଣିବି କେମିତି? ହଉ ଠିକ ଅଛି, ଏଇ ଗଛଟାକୁ ମୁଁ ହାତ ମାରି ଦେଖେ। ଆରେ ବା, ଏ ଗଛ ତ ସୁନା ହେଇଗଲା। ସତରେ ମୁଁ ଯାହାକୁ ଛୁଇଁମି ସେ ସୁନା ହେଇଯିବ। ଘରକୁ ଆସିଲା ପରେ ଜମିଦାର ପ୍ରଥମେ ତାଙ୍କ ଘରକୁ ଛୁଇଁଥିଲେ ଆଉ ଘରକୁ ସୁନା କରିଦେଇଥିଲେ। ଆରେ ଦେଖ ଦେଖ, ମୋ ଘର ସୁନା ହେଇଗଲା। ମୁଁ କହିଥିଲି ନା ମୁଁ ସୁନା କରିଦେବି ଘରକୁ। ଦେଖ ଦେଖ, ମୋ ଘରକୁ ଆଜି ମୁଁ ସୁନା କରିଦେଲି। ମୁଁ କହିଥିଲି ନା ମୁଁ ଗାଁକୁ ସୁନା କରିଦେବି ବୋଲି। ସୁନାର ଗାଁ କରିବି। ଦେଖ, ମୁଁ ତମ ମାନ ସମିତିକି ସୁନା କରିଦେବି। ଏଇ ସୁନା ହେଇଯାଅ ସମସ୍ତେ। ଜମିଦାର ଜଣକ ଗାଁରେ ସବୁ ଲୋକଙ୍କୁ ଛୁଇଁ ସୁନା କରିଦେଇଥିଲେ। ମୋ ପାଖରେ ବର ଅଛି। ମୁଁ ସମସ୍ତଙ୍କୁ ସୁନା କରିଦେମି। ଏଇ ଖଟକୁ ବି ସୁନା କରିଦେମି। ଏଇଠି ଶୁଣିଛ, କାଡେ ଗଲ? ମତେ ଖାଇବାକୁ ଦିଅ, ମତେ ଭୋକ ଲାଗିଲାନି। ଜମିଦାର ଜଣକୁ ଭୋକ ଲାଗିବାରୁ ଖାଇବାକୁ ମାଗିଥିଲେ ଆଉ ସେ ଖାଇବା ଛୁଇଁବା ପରେ ଖାଇବା ସୁନା ହୋଇଯାଇଥିଲା। ଆରେ ଇଏ କ'ଣ ହେଲା? ସବୁ ଖାଇବା ସୁନା ହେଇଗଲା। ମତେ ଭୋକ ଲାଗିଲାଣି। ମୁଁ ଖାଇବି କ'ଣ? କ'ଣ ଖାଇବି? ମତେ ବହୁତ ଭୋକ ଲାଗିଲାଣି। ତମେ ଇଏ କ'ଣ କଲ? ଏମିତି ବର କାହିଁ ମାଗିଲ? ସବୁ ସୁନା ହେଇଯାଉଛି, ଖାଇବା ସୁନା ହେଇଯାଉଛି, ତମେ କ'ଣ ଖାଇବ? ହଉ ଛାଡ଼, ଇଏ ନା ପାଣି ପିଇ ଦିଅ। ଜମିଦାର ସ୍ତ୍ରୀ ଜମିଦାରକୁ ପାଣି ଦେବା ଟାଇମରେ ଜମିଦାର ତାକୁ ଛୁଇଁ ଦେଇଥିଲା ଆଉ ସିଏ ମଧ୍ୟ ସୁନା ହେଇଯାଇଥିଲା। ଆରେ ଆରେ ଇଏ କ'ଣ ହେଲା? ମୋ ସ୍ତ୍ରୀ ସୁନା ହେଇଗଲା। ମୁଁ କ'ଣ କରିବି ଏବେ? ମୋ ମୁଣ୍ଡ କିଛି କାମ କରୁନି। ମୁଁ କେଡ଼େ ବଡ଼ ଭୁଲ କରିଦେଲି। ମୁଁ ଏବେ କ'ଣ କରିମି? ହଁ, ମୁଁ ଏବେ ଯାଉଛି ସେ ଯଖ କତିକି, ଯିମି ସେଇଠିକି। ଜମିଦାର ଜଣକ ଦୌଡ଼ି ଦୌଡ଼ି ଜଙ୍ଗଲକୁ ଯାଇଥିଲା ଆଉ ସେ ଯଖ ପାଖରେ ପହଞ୍ଚିଥିଲା। ଶୁଣ ଶୁଣ, କାଡେ ଗଲ ଯଖ? ଶୁଣ, ମୋ କଥା ଟିକେ ଶୁଣ, ମତେ ଆବିର୍ଭାବ ହୁଅ। ମୁଁ ହେଲି ଯଖ। କ'ଣ ହେଇଛି କୁହ? ମୁଁ ପାଇଥିବା ବର ମୋ ପାଇଁ ଅଭିଶାପ ପାଲଟିଗଲା।
ମୁଁ ମୋ ଭୁଲ ବୁଝି ସାରିଛି। ମୋର ଏ ବର ଦରକାର ନାହିଁ। ଏ ବର ତମେ ଫେରେଇ ନିଅ। ହଉ, ମୁଁ ମୋ ବରକୁ ଫେରେଇ ନେଉଛି। ତମ ଅବସ୍ଥା ପୂର୍ବ ଭଳି ହେଇଯିବ। ଠିକ ଅଛି। ହା 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 ହା। ଜମିଦାର ଜଣକ ବର ଫେରାଇଲା ପରେ ତାର ପୂର୍ବ ଭଳି ସବୁ ଠିକ୍ ହେଇଯାଇଥିଲା ଆଉ ସିଏ ନିଜ ଭୁଲକୁ ବୁଝିପାରିଥିଲା।